କିନ୍ତୁ କ୍ଷତ ପାଇଁ ଔଷଧ ମିଳେ। କିଏ ତମେ ଭଉଣୀ? ଆହତ ମନର କରୁଣ ରାଗିଣୀର ମୂର୍ଚ୍ଛନା କାହିଁକି ତଳୁଛ? କଣ ହେଇଛି ତମର? ମୋର କଣ ହେଇଛି ତମେ ଜାଣିନ? ନା ଜାଣି ନ ଜାଣିବାର ଅଭିନୟ କରୁଛ? ଅଭିନୟ ସେଇମାନେ କରିଥାନ୍ତି ଯେଉଁମାନେ ବାସ୍ତବକୁ ଜାଣିପାରିଥାନ୍ତି। ମୋତେ ନିଜେ ବି ଜାଣିନି ମୁଁ କିଏ, କଣ କରୁଛି, ଆଉ କୋଉଠି ଅଛି, ଆଉ ମୋର ପରିଚୟ କଣ? ହେଲେ ମୁଁ ଜାଣିଛି ତମର ପରିଚୟ କଣ। ଛୋଟ ଭାଉଜ ଭଉଣୀ, ତମେ ଜାଣିଛ ମୋ ପରିଚୟ କଣ? କୁହ ଭଉଣୀ, କୁହ। ସେ ପରିଚୟଟିକୁ ପାଇବା ପାଇଁ ମୁଁ କାହିଁ କେତେ ଆଡୁ ବୁଲି ଆସିଲି, ହେଲେ କୋଉଠି ମତେ ମୋର ମିଳୁନି ପରିଚୟ। ତମର କଣ ମୁନା କଥା ମନେ ପଡୁନି? ମୁନା? କୋଉ ମୁନା କୁହ ତ? ମୁନା ତମ ପୁଅ, ଯାହାକୁ ତମେ ଜନ୍ମ ଦେଇଛ, ମନେ ନାହିଁ? ଯଦି ମୁଁ ମୁନାକୁ ଜନ୍ମ ଦେଇଛି, ଯଦି ମୁଁ ମୁନାର ମା, ତାହେଲେ ମୁନାର ବାପା କିଏ? କଣ ହେଲା? ଚୁପ୍ ରହିଲେ କାହିଁକି? ବାପା ନଥାଇ ମୋ ମା ହେଲି କେମିତି? ନାଇଁ ଭଉଣୀ, ତମେ ମତେ ମିଛ କହୁଛ। ଭୁଲେଇ ଦେବା ପାଇଁ ମୋ ସହିତ ତମେ ବାହାନା କରୁଛ ନା? କେହି ମିଛ କହୁନାହାନ୍ତି କି କେହି ବି ବାହାନା କରୁନାହାନ୍ତି। ତମେ ଯେମିତି ମୁନାର ମା ଚିର ସତ୍ୟ, ମୁଁ ସେମିତି ମୁନାର ବାପା ନିରାଟ ସତ୍ୟ। ତାହେଲେ ଆମ ଦୁହିଁଙ୍କ ସମ୍ପର୍କ କଣ? ସ୍ୱାମୀ ସ୍ତ୍ରୀ? ଯଦି ମୁଁ ତମର ସ୍ତ୍ରୀ, ତାହେଲେ ମୋ ହାତରେ ଶଙ୍ଖ ନାହିଁ କାହିଁକି? ମୋ ମଥାରେ ସିନ୍ଦୁର ନାହିଁ କାହିଁକି? ଚୁପ୍ ରହିଲେ କାହିଁକି? କହୁନାହାନ୍ତି? ତାହେଲେ ମୁନାର ସୃଷ୍ଟି କଣିକ କଳଙ୍କିତ ସମ୍ପର୍କରୁ? ମୁନାର ସୃଷ୍ଟି ଏକ ପବିତ୍ର ସମ୍ପର୍କରୁ। ସମ୍ପର୍କ ଯାହା ହଉନା କାହିଁକି, ଦାନ ତ ଦାନ ନା। ସେଦିନ ଦାନ ଦେଇ ରାଜା ହରିଶ୍ଚନ୍ଦ୍ର ସାଜିଥିଲେ ଶ୍ମଶାନ ରକ୍ଷକ। ଦାନ ବଳେ ନଳ ରାଜା କାଟିଥିଲେ ଘୋଡ଼ା ପାଇଁ ଘାସ। ଆପଣ କଣ ପୁରାଣ ପଢ଼ିନାହାନ୍ତି ବାବୁ? କିନ୍ତୁ ତମେ ତ ଦାନ କରିନଥିଲ, ବରଂ ନିଜର ଅର୍ଥର ଅଭାବ ପାଇଁ ମୁନାକୁ ବିକ୍ରି କରିଦେଇଥିଲ। ଆଉ ମୋ ପାଖରେ ଅର୍ଥର ଅଭାବ କାହିଁ? ପୁଣି ମୁଁ କିଣା ବିକା କରିବାକୁ ଚାହେଁ ନା? ଆଉ କିଣା ବିକା ନୁହେଁ, ଆମେ ବି ତମକୁ ଦାନ କରିଦେବୁ। ନାଇଁ ମ୍ୟାଡ଼ାମ, ଆବଶ୍ୟକ ନଥାଇ ମୁଁ ଆଉ କାହାଠାରୁ ଦାନ ନେବା ପାଇଁ ଚାହୁଁନି। କାହିଁକି ସେ ପୁରୁଣା କଥାକୁ ମନରେ ଗଣ୍ଠି କରି ଧରୁଛୁ? ମୋ ଜୀବନରେ ଦୁର୍ଦ୍ଦଶା ପାଇଁ ପରୋକ୍ଷରେ ମୁଁ ହିଁ ଦାୟୀ। କାହିଁ ବାବୁ, ସବୁ ହଉଛି ମୋ ଭାଗ୍ୟ। ମାତ୍ର ସେଦିନ ଯଦି ତୋ କଥାକୁ ବିଶ୍ୱାସ କରି ମୋ ପୁଅକୁ ତୋତେ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିବାକୁ ବାଧ୍ୟ କରିଥାନ୍ତି, ତାହେଲେ ମୋ ସଂସାରରେ ଆଜି ବି ହୁଏତ ହସ ଖୁସିର ବାତାବରଣ ପରିବର୍ତ୍ତା। ସବୁ ସେଇ ସ୍ୱାର୍ଥର କଥା ବାବୁ। ସେଦିନ ଆପଣ ଯାହା କହିଥିଲେ ସେଥିରେ ସ୍ୱାର୍ଥ ଥିଲା, ଆଉ ଆଜି ବି ଆପଣ ଏଠି ଯାହା ସବୁ କହୁଛନ୍ତି ସେଥିରେ ମଧ୍ୟ ସ୍ୱାର୍ଥ ଜଡ଼ିତ ଅଛି। ହେଲେ ବାବୁ, ଜୀବନରେ କଣ ସ୍ୱାର୍ଥକୁ ଛାଡ଼ି ଆଉ ଆପଣ କିଛି କରିବାକୁ ଇଚ୍ଛା କରିନାହାନ୍ତି? ହେଲେ ମୋ ଜୀବନରେ ଆଉ କିଛି ବି ଇଚ୍ଛା ନାହିଁ। ଖାଲି ଥରୁଟିଏ ତୋ ମୁହଁରୁ ମୋ ବାପା ଡାକ ଶୁଣିବି, ସେତିକିରେ ମୁଁ ବୁଝିଯିବି ତୁ ମୋତେ କ୍ଷମା କରିଦେଇଛୁ। ତାପରେ ମୁଁ ଶାନ୍ତିରେ ମରିପାରିବି।
देखो एते उच्छन कहीं होछ अपेक्षा करो पुओ झील को बाहाघर करिब नाती नातुणी मेଳରେ दिन काटिब तेबे सिरा जाइकी संसार तुम कर्म सरिब आगुतरा मरिबा पई एते उच्छन होछ कोन पई ନା ନା ସେସବୁ କିଛି ଆବଶ୍ୟକତା ନାହିଁ ତୁ ଖାଲି ସୁସ୍ଥ ହେଇ ଘରକୁ ଫେରିବୁ ବାସ୍ ଏତିକି ଦରକାର ପୁଣି ଥରେ ଆମ ଶାଗ ପଖାଳର ସଂସାର ହସି ଉଠିବ ପୁଣି ଥରେ ମୋ ଟଙ୍କା ରୋଜଗାର କରିବାର ମେସିନ୍ ପାଲଟିଛି ସମସ୍ତଙ୍କର ଅଭାବ ପୂରଣ କରୁ କରୁ ପୁଣି କୋଉ କଳଙ୍କର ବୋଝ ନେଇକି ଘରକୁ ଫେରୁ ତାପରେ ତାଚ୍ଛଲ୍ୟ ପୁଣି ଧିକ୍କାର ପୁଣି ମତେ ଘରୁ ବାହାର କରିବା ପାଇଁ କଠୋର ନିଷ୍ପତ୍ତି ସେମିତି ପରିସ୍ଥିତି ଆଉ କେବେ ବି ସୃଷ୍ଟି ହବନି ସବୁ ପରିସ୍ଥିତିକୁ ମଥାରେ କହି ମୁଁ ଏତେ ବାଟ ଗତି କରି ଆସିଲିଣି ଯେତେବେଳେ ଆଉ ପରିସ୍ଥିତିକୁ ମୁଁ ଭୟ କରିବି କାହିଁକି ଖାଲି ଆପଣମାନଙ୍କୁ ସମସ୍ତଙ୍କୁ ହାତ ଯୋଡ଼ି ମୁଁ ଅନୁରୋଧ କରୁଛି ଦୟାକରି ଆପଣମାନେ ମୋତେ କେହି ଆଉ ବ୍ୟସ୍ତ ବିବ୍ରତ କରାନ୍ତୁନି ମୁଁ ଯେମିତି ଅଛି ବହୁତ ଭଲରେ ଅଛି ଆପଣ ସମସ୍ତେ ଭଲରେ ରୁହନ୍ତୁ ମୁଁ ଜଗନ୍ନାଥଙ୍କ ପାଖରେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଛି बस बस अब आवश्यक आवश्यक नहीं क्षमा करना भगवान और पेशेंट सहित आपण कथा सुजोग दे पारे मानसिक मानसिक भारसाम्य फेरी पाई जो तुम्हें आपण से जानी पारे आ कि समय कथा भी है बर्तमान से असुस्थ अच्छा विश्राम निहाती आवश्यक ଡାକ୍ତର ବାବୁ ମୁଁ ତ ବିଶ୍ରାମ ନେବି ନିଶ୍ଚୟ ହେଲେ ତମକୁ ମୋର ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବାର ଥିଲା ସେ କଥା କହିବା ପାଇଁ ମୋତେ ଟିକେ ଅନୁମତି ଦେବେନି ठीक अच्छे कौन कह तो କଥା କ'ଣ କି ଡାକ୍ତର ବାବୁ ଏ ଦୁନିଆରେ ମୁଁ ଯେତେ ମଣିଷମାନଙ୍କ ସହ ମିଶିଲି ସମସ୍ତେ ହେଉଛନ୍ତି ମୋ ପାଇଁ ଜଣେ ଜଣେ ସ୍ୱାର୍ଥପର ତମେ ଏକମାତ୍ର ମଣିଷ ଯିଏ ମୋ ପାଇଁ ନିଃସ୍ୱାର୍ଥପର କିଛି ନିଃସ୍ୱାର୍ଥ ନାହିଁ ତମର ତଥାପି ତମେ ମୋତେ ରାସ୍ତା କଡ଼ରୁ ଗୋଟିଏ ଆଣି ଡାକ୍ତରଖାନାରେ ବିନା ଅର୍ଥରେ ଚିକିତ୍ସା କରି ଚାଲିଛ ଯାହାଫଳରେ ମୁଁ ଆଜିଠି ନିଜକୁ ଚିହ୍ନି ପାରୁଛି ଆଉ ଏଠି ସମସ୍ତଙ୍କ ସହିତ କଥା ମଧ୍ୟ ମୁଁ ହେଇପାରୁଛି देख मुझे डॉक्टर मु केवल जो डॉक्टर धर्म पालन करी सलील बाबू भी डॉक्टर ଥିଲେ ନାଇଁ ନାଇଁ ଡାକ୍ତର ବାବୁ ମୁଁ ତୁମକୁ ଆକ୍ଷେପ କରୁନି ତମେ ଡକ୍ଟର ଧର୍ମ ପାଳନ କରିଛ ସେତିକି ମୋ ପାଇଁ ଯଥେଷ୍ଟ ସେଥିପାଇଁ ତ ଏ ସାଧାରଣ ମଣିଷମାନେ ଡକ୍ଟରଙ୍କୁ ଭଗବାନ ଅବତାର ବୋଲି ଧରି ନେଇଥାନ୍ତି तुम कौन यह कहना चाहते ना ନାଇଁ ଆହୁରି ଅଛି ठीक है शीघ्र कह तुम विश्राम निहाती आवश्यक କଥା କ'ଣ କି ଡାକ୍ତର ବାବୁ ତମେ ଜଣେ ଉତ୍ତମ ମଣିଷ ତମକୁ ତମ ବାପା ମା ଜନ୍ମ ଦେଇ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ ଆଉ ତମକୁ ଯିଏ ବିବାହ କରିବ ସେ ମଧ୍ୟ ନିଜକୁ ଭାଗ୍ୟବତୀ ବୋଲି ମନେ କରୁଥିବ ସେଥିପାଇଁ ମୋର ତମ ଉପରେ ପ୍ରବଳ ଲୋଭ ମାନେ ମୁଁ ତମକୁ ସମ୍ମାନ କରେ ଭକ୍ତି କରେ ଭଲ ପାଏ ଆଉ ପ୍ରେମ ବି କରେ ଖରାପ ଭାବନ୍ତୁନି ଡାକ୍ତର ବାବୁ
ରାଧାରାଣୀ କରୁଥିଲେ ନଟନାଗର ମୁରଲୀ ମୋହନଙ୍କୁ। ମୀରାବାଇ କରୁଥିଲେ ଭାବ ବିନୋଦିଆଙ୍କୁ। ସେମିତି ଏକ ଭକ୍ତିର ପ୍ରେମ ସୃଷ୍ଟି ହେଇସାରିଛି ତମ ପ୍ରତି ମୋ ହୃଦୟରେ। ସେ ପ୍ରେମ ଟିକକ ଗ୍ରହଣ କରିବୁନି। ଦେଖ ତମେ ବହୁତ ଭାବପ୍ରବଣ ହେଇ ପଡ଼ିଛ। ସେଇ ଭାବପ୍ରବଣତାକୁ ପୁଞ୍ଜି କରି ମୁଁ ତମକୁ ଗୋଟାଏ ଜିନିଷ ଦେବା ପାଇଁ ଚାହୁଁଛି। ଦେବା ପାଇଁ ମନା କରିବେନି ତ? କୋଉ ଜିନିଷ? ତମକୁ ଭଗବାନ ମନେ କରି ଏ ଭକ୍ତ ତମ ପାଦ ତଳେ ଥରୁଟିଏ ମୁଣ୍ଡ ଲଗେଇ ପ୍ରଣାମ କରିବାକୁ ଚାହୁଁଛି। ଆବଶ୍ୟକ ନାହିଁ। ମନା କରନ୍ତୁନି ଡାକ୍ତର ବାବୁ। ତମେ ସେମିତି କୁହନି। ତମକୁ ମୋ ରାଣ ফাঁসিয়া স্বামীর শেষ ইচ্ছা মনে করি মতে এতিকি সেবা করিবা পাই অনুমতি দিয়ন্তু।